ଊନବିଂଶ ଶତକର ଓଡ଼ିଶାରେ ଆଦ୍ୟ ଭାଗରେ ବାରିପାତ ନ ହେବାରୁ ଘୋର ମରୁଡ଼ି ଦେଖାଗଲା। ଜଳାଭାବ ଓ ଖାଦ୍ୟାଭାବରୁ ଲୋକେ ଜୀବନ ଧାରଣ ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଯିଏ ଯେଉଁଠି ପାରିଲେ ରହିଗଲେ। ବହୁ ଗରିବ ଦୁସ୍ଥ ଓଡ଼ିଆ ମଧ୍ୟ ପରିବାର ପୋଷଣ ପାଇଁ ଏହିପରି ଆସାମ, ରେଙ୍ଗୁନ ଓ କଳାମାଟିରେ ଶ୍ରମିକ ଭାବେ ଯାଇ କ୍ରମଶଃ ସେଠାରେ ରହିଯାଇଥିଲେ। 1866ରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ଓଡ଼ିଶାର 1/3 ଲୋକ ଖାଦ୍ୟ ନ ପାଇ ଅକାଳରେ ପୋକ ମାଛି ପରି ମରିଗଲେ। ତାର କରୁଣ ଚିତ୍ର ସମସାମୟିକ ସରକାରୀ ତଥ୍ୟ ଓ ଉତ୍କଳ ଦୀପିକାରେ ଚିତ୍ରିତ। ସେତେବେଳେ ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ଓ ଜଗନ୍ନାଥ ଦେଶ ଭାବରେ ଭାରତରେ ପରିଚିତ ଥିଲା। ଅନୁରୂପ ରାଜସ୍ଥାନର ବର୍ଷା ନ ହେବାରୁ ମରୁଡ଼ି ପଡ଼ି ରାଜସ୍ଥାନ ଥିଲା ମୁଖ୍ୟ ମରୁଭୂମି। ସର୍ବତ୍ର ଜଳ ଓ ଖାଦ୍ୟର ଅଭାବ, ତେଣୁ ଖାଦ୍ୟାଭାବରୁ ଲୋକେ ଜଗନ୍ନାଥ ଦେଶ ଓଡ଼ିଶାକୁ ଚାଲି ଆସିଲେ। ସମ୍ରାଟ ଶେରଶାହଙ୍କ ଅମଳରୁ ବଙ୍ଗଳାରୁ ଆନ୍ଧ୍ର ଓ କରମଣ୍ଡଳ ଉପକୂଳ ଯାଏ ରାଜପଥ ଯାଇଥିବାରୁ ଓ ଖୋରଧା ଏକ କେନ୍ଦ୍ରାଞ୍ଚଳରେ ଅବସ୍ଥିତ ଥିବାରୁ ଗମନାଗମନର ସୁବିଧା ଯୋଗୁଁ ଏଠାକୁ ସୁଦୂର ରାଜସ୍ଥାନରୁ ମାରୁଆଡ଼ିମାନେ ଆସିଥିଲେ। ନିଃସ୍ୱ ଅବସ୍ଥାରେ ବୃତ୍ତି ସନ୍ଧାନରେ ପାଦରେ ଚାଲି ଚାଲି ଆସି ଏଠାରେ ବସବାସ କରିଥିଲେ ବୋଲି ରାଜ୍ୟ ସରକାରଙ୍କ ସଚିବ ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନଙ୍କ ସମ୍ପାଦିତ କରବାଳ କରତାଳ ହରତାଳ ଗ୍ରନ୍ଥରୁ ଜଣାଯାଏ। ସେତେବେଳେ ଝୁଞ୍ଜାରସିଂଗଡ଼ର ବହୁ ଅଞ୍ଚଳ ଗୃହଶୂନ୍ୟ ଥିଲା ଏବଂ କେତେକ ଅଞ୍ଚଳ ଗାଁ ଗହଳର ଅଧିବାସୀଙ୍କ କର୍ତ୍ତୃତ୍ୱରେ ରହିଥିଲା। ସର୍ବପ୍ରଥମେ ଖୋରଧା ଆସିଥିବା 7-8ଟି ମାରୁଆଡ଼ି ପରିବାର ମଧ୍ୟରେ ଗଣପତି ରାମ ଓ ଭିକାରୀଲାଲ ରାମଙ୍କ ଜେଜେବାପା ରାମପ୍ରତାପ ରାମ, ଧୂଳିରାମ ଓ ମହାବୀର ରାମଙ୍କ ଜେଜେ ରାମଯଶ ରାୟ, ମଥୁରୀ ବାବୁଙ୍କ ଜେଜେ କେଦାରନାଥ ରାମ, ମାର୍କେଟ ଗଳିରେ ଘର କରିଥିବା ହେମରାଜ ରାମ, ରଘୁନାଥ ରାମ ଓ ଚିରଞ୍ଜୀଲାଲଙ୍କ ପିତା ଛୋଟଲାଲ ରାମ, ମାତାଦିନ ଅଗ୍ରୱାଲ, ଚିରଞ୍ଜୀବ ରଘୁନାଥ ରାମଙ୍କ ଜେଜେ ଶିବପ୍ରସାଦ ରାମ, ମହାବୀର ସାହାଙ୍କ ଜେଜେ ଦେବୀଦତ୍ତ ରାମ, ଫତେଚାନ୍ଦ ଓ ସାଗରମଲ୍ଲ ରାମଙ୍କ ଜେଜେ ରାମଚନ୍ଦ୍ର ରାମ ପ୍ରଭୃତି ଅନ୍ୟତମ। ପ୍ରାରମ୍ଭିକ ଅବସ୍ଥାରେ ମାରୁଆଡ଼ିମାନେ କଠିନ ପରିଶ୍ରମ, ବ୍ୟବସାୟିକ ବୃଦ୍ଧି ଓ ଗମ୍ଭୀର ଦୂରଦୃଷ୍ଟି ଓ ମିତବ୍ୟୟିତା ଯୋଗୁଁ ଏଠାରେ ପ୍ରତିଷ୍ଠିତ ହେଲେ। ଅଥଚ ଓଡ଼ିଆମାନେ ଆଳସ୍ୟ ପରାୟଣତା, ଆତ୍ମବଡ଼ିମା, ବିବାହ, ଦଶାହ ଆଦି କାର୍ଯ୍ୟରେ ଅତ୍ୟଧିକ ଋଣ ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କ୍ରମଶଃ ଦରିଦ୍ର ହୋଇଗଲେ। କଟକରୁ ଲୁଗା, ଗାମୁଛା, ତେଲ, ଘିଅ, ଅଟା, ବେସନ ଆଦି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ମନୋହରୀ ଜିନିଷ ବୋଝରେ ମୁଣ୍ଡାଇ ଆଣି ସେମାନେ ସାମନ୍ତରାପୁରର ଠେଙ୍ଗାହାଟ, ଭାଲିଆବାଡ଼ି, ହଳଦିଆ, ମୁକ୍ତାପୁର, ମଳିପଡ଼ା, ବେଗୁନିଆ, ବୋତଳମା, ସୁନାଖାଳା, ସିକୋ, ଜଟଣୀ, ଧଳାପଥର, ନିରାକାରପୁର ପ୍ରଭୃତି ହାଟରେ ଓ ବିଭିନ୍ନ ଯାତ୍ରାରେ ବସି ବିକ୍ରି କରୁଥିଲେ। ମାରୁଆଡ଼ିମାନଙ୍କ କ୍ରମନିତ ଓ ଓଡ଼ିଆମାନଙ୍କ ଅବନତିର ତୁଳନାତ୍ମକ ଆଲୋଚନା ମୁରଲୀଧର ପ୍ରଧାନଙ୍କ ଅନ୍ୱେଷଣ ଗ୍ରନ୍ଥ କରାଯାଇଅଛି। 1850 ମସିହା ବେଳକୁ କେଦାରନାଥଙ୍କ ପିତା ଚିମନଲାଲ ରାମ ମାଡ୍ରାସ ଦେଇ ଖୋରଧା ଆସିବା ବେଳକୁ ଏଠାରେ ଧାନ ବସ୍ତାକ ଦାମ ଥିଲା 8 ଅଣା। ଲୋକେ ପ୍ରାୟ ପଇସା ଦେଖୁନଥିଲେ। କେଦାରନାଥ ରାମ 1892 ମସିହାରେ ରାସ୍ତା ପାଖ ଘର କିଣିଲେ। ଅଧିକାଂଶ ମାରୁଆଡ଼ି ପ୍ରଧାନ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଓଡ଼ିଆ ଲୋକଙ୍କ ଚାଳ ଘରେ ଭଡ଼ା କରି ରହିଲେ ଓ ଧନ ସଞ୍ଚୟ ପୂର୍ବକ ଘରବାଡ଼ି କ୍ରୟ କରି ବ୍ୟବସାୟ ବୃଦ୍ଧି କଲେ। ମୁଖ୍ୟ ରାସ୍ତାର ଦୁଇ ପାଖରେ ରହୁଥିବା ଓଡ଼ିଆମାନେ ଗୁରୁଜଙ୍ଗ ତଥା ନିକଟବର୍ତ୍ତୀ ଗ୍ରାମକୁ ଚାଲିଗଲେ। ଖୋରଧାର ଆଖପାଖ ଲୋକଙ୍କ ଆବଶ୍ୟକତା ସମୟରେ ଜମି, ସୁନାରୂପା ବନ୍ଧକ ରଖି ଟଙ୍କା ସୁଧ ଦେଇ ଧନ ସମ୍ପତ୍ତି ଅର୍ଜନ କଲେ। ଟଙ୍କା ଟଙ୍କାକୁ ଟାଣିବା ନୀତିରେ କ୍ରମଶଃ ସେମାନେ ଧନଶାଳୀ ହେଲେ। ପୁରୀ ଜିଲ୍ଲାର ବିଶିଷ୍ଟ ଜମିଦାର ଓଳସିଂହ ଗ୍ରାମ ବାସିନ୍ଦା ଦାଶରଥୀ ପଟ୍ଟନାୟକଙ୍କ ଖୋରଧା ମୁଖ୍ୟ ରାସ୍ତା ପାର୍ଶ୍ୱ ଗୃହରେ ଗଣପତ ରାମ ଭଡ଼ାରେ ରହୁଥିଲେ। ଦାଶରଥୀ ପଟ୍ଟନାୟକଙ୍କ ପ୍ରଥମେ ଖୋରଧାକୁ ମୋଟର ଗାଡ଼ି ଆଣିଥିଲେ। ଛୋଟଲାଲ ତତ୍କାଳୀନ ସମୟରେ ପ୍ରାୟ 5 ଲକ୍ଷ ଟଙ୍କାର ମହାଜନୀ କାରବାର କରି ଲୋକଙ୍କୁ ସହାୟତା କରିଥିବାରୁ ବ୍ରିଟିଶ ସରକାର ଖୋରଧା ସବ୍ ଡିଭିଜନର ଶ୍ରେଷ୍ଠ ଧନାଢ଼୍ୟ ବ୍ୟକ୍ତି ବା ବ୍ୟାଙ୍କର ଭାବେ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ମାରୁଆଡ଼ି ପଟ୍ଟିରେ ତାଙ୍କର ବହୁ ଘର ଥିଲା। ତାଙ୍କର ଜ୍ୱାଇଁ ଥିଲେ ଓଡ଼ିଶାର ମାରୁଆଡ଼ି ସମ୍ପ୍ରଦାୟର ମୌଡ଼ମଣି, ସ୍ୱାଧୀନତା ସଂଗ୍ରାମୀ ସାଂସଦ, ଶିକ୍ଷାବିତ୍ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ସହକର୍ମୀ ସୁରଜମଲ୍ଲ ଶାହ।
ତାଙ୍କ ସ୍ମୃତିରେ ପୁରୀରେ ଆଇନ ମହାବିଦ୍ୟାଳୟ ଓ କେତେକ ଶିକ୍ଷାନୁଷ୍ଠାନ ନାମିତ ହୋଇଛି। ଖୋରଧାରେ ଥିବା 7-8ଟି ମାରୁଆଡ଼ି ପରିବାର ସମୟକ୍ରମେ କ୍ରମବର୍ଦ୍ଧିତ ହୋଇ ଏବେ ପ୍ରାୟ 70ରୁ 80 ଘରରେ ପରିଣତ ହୋଇଛି। ଏମାନଙ୍କ କୁଟୁମ୍ବ ଜଟଣୀ, ବାଙ୍କୀ, ବାଣପୁର, ବୌଦ୍ଧ, ଦଶପଲ୍ଲା, ଇଟାମାଟି, କଟକ, ଭୁବନେଶ୍ୱର ତଥା ରାଜ୍ୟ ବାହାରେ ଶାସନମାନେ ଅଧିଷ୍ଠିତା। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।